ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଉ ନୂତନ ଭିଡ଼ିଓରେ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ସ୍ୱାଗତ କରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ। ଆଜି ଆମମାନେ ସାଂସାରିକ ଆଉ ଆତ୍ମିକ ଲୋକମାନଙ୍କ ବିଷୟରେ ଆଉ ଜାଣିବା। ପ୍ରଥମ କରନ୍ଥୀୟ 2 ପର୍ବ 14 ରୁ 16 ପର୍ଯ୍ୟନ୍ତ ଲେଖା ଅଛି। ମୁଁ ପଢୁଛି, ଆପଣମାନେ ଧ୍ୟାନ ଦେଇକି ଶୁଣନ୍ତୁ। କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ବିଷୟ ଗୁଡ଼ିକୁ ଗ୍ରହଣ କରେ ନାହିଁ, କାରଣ ସେହି ସବୁ ତାହାର ନିକଟରେ ମୂର୍ଖତା। ପୁଣି ସେ ସେହି ସବୁ ବୁଝିପାରେ ନାହିଁ, ଯେଣୁ ସେହି ସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ। ମାତ୍ର ଯିଏ ଆତ୍ମିକ ମନା, ସେ ସମସ୍ତ ବିଷୟ ବିଚାର କରେ, ତଥାପି କେହି ତାର ବିଚାର କରେ ନାହିଁ। କାରଣ କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ ସେ ତାହାଙ୍କୁ ଶିକ୍ଷା ଦେଇପାରେ, କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମନ ପାଇଅଛୁ। ହାଲେଲୁୟା। ଏଥିରେ ସ୍ପଷ୍ଟ ରୂପେ ଆଉ ଲେଖାଯାଏ, ସାଂସାରିକ ମନୁଷ୍ୟ ଈଶ୍ୱରଙ୍କ ଆତ୍ମା ବିଷୟକୁ ଗ୍ରହଣ କରେ ନାହିଁ। କାହିଁକି କରେ ନାହିଁ? କାହିଁକି ନା ସିଧା କଥା, ଷ୍ଟ୍ରେଟ୍ କଥା ହେଉଛି, ପରମେଶ୍ୱରଙ୍କର ପୋଲରେ ସେମାନେ ନାହାନ୍ତି। ସାଂସାରିକ ଲୋକମାନେ ପରମେଶ୍ୱରଙ୍କର ପୋଲର ନୁହନ୍ତି। ଯେପରିକି ପରମେଶ୍ୱର ଯୀଶୁ ଖ୍ରୀଷ୍ଟ କହିଲେ, ମୋର ସ୍ୱର ମୋ ଲୋକମାନେ ଚିହ୍ନନ୍ତି ଆଉ ଜାଣନ୍ତି। ମୁଁ ଯଦି ଡାକିବି ସେମାନେ ପଳେଇ ଆସିବେ, ମୁଁ ଯୋଉଠିକି ବି ଡାକିବି ସେମାନେ ସେଇଠିକୁ ଆସିବେ। କିନ୍ତୁ ସାଂସାରିକ ଲୋକମାନେ ତାହାକୁ ଅଗ୍ରାହ୍ୟ କରନ୍ତି। କାହିଁକି? କାହିଁକି ନା ସେମାନେ ନିଜର ଜ୍ଞାନରେ ଜ୍ଞାନୀ ହେବାକୁ ଚେଷ୍ଟା କରନ୍ତି, ଆଉ ନିଜେ ନିଜକୁ ଉପରେ ସ୍ଥାପନ କରିବାକୁ ଚାହାନ୍ତି ଯେ ପରମେଶ୍ୱରଙ୍କର ଆଉ ବାକ୍ୟ ବି ତାଙ୍କ ପାଇଁ କ'ଣ ହୁଏ ନା ଛୋଟ ହେଇଯାଏ। ସେମାନଙ୍କର ଚିନ୍ତାଧାରା ସେମିତି ହୁଏ। ଆତ୍ମିକ ବିଷୟ ଯୀଶୁ ଖ୍ରୀଷ୍ଟ ଯାହା ମାନେ ଆତ୍ମିକ ବିଷୟ କହିଛନ୍ତି, ନ୍ୟାଯ୍ୟ ମାନେ ନ୍ୟାୟ, ଯାହାକି ପୃଥିବୀରେ ଯେକୌଣସି ଲୋକଙ୍କ ଠାରେ ଯଦି କୁହାଯାଏ ବାକ୍ୟ, ତାହେଲେ ତାହା ନ୍ୟାଯ୍ୟ କରାଯିବ। କାରଣ ପରମେଶ୍ୱର ନ୍ୟାୟ ଭାବରେ କହିଛନ୍ତି ଆଉ ନ୍ୟାଯ୍ୟ ଭାବରେ କହିଛନ୍ତି। ପରମେଶ୍ୱରଙ୍କ ବାକ୍ୟ ଆତ୍ମିକ, ଆଉ ଆତ୍ମିକ ବାକ୍ୟକୁ କେହି ମଧ୍ୟ ଅସ୍ୱୀକାର କରିପାରିବେ ନାହିଁ। ସ୍ପଷ୍ଟ ରୂପେ ଆଉ ଏଠାରେ କୁହାଯାଏ, ମାତ୍ର ଯେ ଆତ୍ମିକ ମନା, ସେ ସମସ୍ତ ବିଷୟ ବିଚାର କରେ, ତଥାପି କେହି ତାର ବିଚାର କରେ ନାହିଁ। ସେ ସବୁ କିଛି ବିଚାର କରିପାରିବ, କାହିଁକି ନା ପରମେଶ୍ୱର ଏପରି ଏକ ବାକ୍ୟ ଦେଇଛନ୍ତି ଯେ ଏହି ବାକ୍ୟ ତଳେ ସବୁ କିଛି ଅଛି। ମାନେ এই ବାକ୍ୟକୁ କିଏ ମଧ୍ୟ ଆଉ ପୃଥିବୀରେ ଯେକୌଣସି ବି ବେଦ ହଉ, ଯେକୌଣସି ବି ପୁସ୍ତକ ହଉ, ଆ ସହିତ ମାନେ ଲଢ଼େଇ କରିବା ପାଇଁ ତାଙ୍କର ଯୋଗ୍ୟ ହିଁ ନାହିଁ। ଏ ବାକ୍ୟ ପବିତ୍ର ବାଇବଲ ଏପରି ଏକ ପୁସ୍ତକ ଯେ ଆମମାନଙ୍କ ଜୀବନକୁ ପୁରା ବଦଳାଇ ଦିଏ, ଆମମାନଙ୍କର ଆତ୍ମିକ ଜୀବନକୁ ଊର୍ଦ୍ଧ୍ୱକୁ ନିଏ। ଯେପରିକି ଆମମାନେ ଶେଷରେ ଆଉ ପରମେଶ୍ୱରଙ୍କ ସହିତ ସଂଯୋଗ ହେଇପାରିବା, ପରମେଶ୍ୱରଙ୍କ ସହିତ ସାକ୍ଷାତ ହେଇପାରିବା ଏ ବାକ୍ୟ ଦ୍ୱାରା। ମନେ ରଖନ୍ତୁ ଗୋଟେ କଥା, ଯେଉଁମାନେ ପ୍ରଭୁଙ୍କର ବାକ୍ୟକୁ ଅଗ୍ରାହ୍ୟ କରନ୍ତି, ଯେଉଁମାନେ ପରମେଶ୍ୱରଙ୍କ ଠାରୁ ଦୂରକୁ ଯିବାକୁ ଚାହାନ୍ତି, ସେମାନେ ପରମେଶ୍ୱରଙ୍କର ମାନେ ପୁତ୍ରଙ୍କର ଯେଉଁ ଆତ୍ମା ସେମାନେ ପାଇନାହାନ୍ତି। କାହିଁକି ପାଇନାହାନ୍ତି? କାହିଁକି ନା ମୂଳ କଥା ହେଉଛି, ପିତା ଆଉ ସେମାନଙ୍କୁ ପୁତ୍ରଙ୍କ ହସ୍ତରେ ସମର୍ପଣ କରିନାହାନ୍ତି। ବାକ୍ୟରେ ଲେଖା ଅଛି ଯୋହାନ ପୁସ୍ତକରେ, ଆଉ ପିତା ମୋତେ ଯେଉଁ ସମସ୍ତଙ୍କୁ ମୋତେ ଦେଇଅଛନ୍ତି ସେମାନଙ୍କୁ ମୁଁ କେବେ ମଧ୍ୟ କଦାପି କେବେ ବାହାର କରିଦେବି ନାହିଁ। ଆଉ ଶୈତାନର ତାକତ ନାହିଁ ଯେ ପରମେଶ୍ୱରଙ୍କ ହାତରୁ ସେ ଛଡ଼େଇକି ନେଇପାରିବ, ଯୀଶୁଙ୍କ ହାତରୁ ସେ ଛଡ଼େଇକି ନେଇପାରିବ। ତାର ତାକତ ନାହିଁ, ତାର ଯୋଗ୍ୟ ହିଁ ନାହିଁ। ପରମେଶ୍ୱରଙ୍କ ସାମ୍ନାରେ ସେ ଠିଆ ହେବ। ବାକ୍ୟରେ ଲେଖା ଅଛି, ନିଷ୍ପାସ ଦ୍ୱାରା ତାକୁ ଆଉ ସଂହାର କରିବେ। ପରମେଶ୍ୱର ଶେଷ ସମୟରେ ଆଉ ଆପଣମାନଙ୍କର ବିଶ୍ୱାସ ଦେଖିବାକୁ ଚାହାନ୍ତି। ବର୍ତ୍ତମାନ କେମିତି ବିଶ୍ୱାସ ଅଛି ତାହା ନୁହେଁ, ଶେଷ ସମୟରେ ଧୈର୍ଯ୍ୟ ଧରିକି ଅଛନ୍ତି କି? ଯଦି ସେହି ବିଶ୍ୱାସ ଅଛି, ତାହେଲେ ଆପଣମାନେ ନିଶ୍ଚିତ ଭାବରେ ସ୍ୱର୍ଗ ରାଜ୍ୟ
ଆଉ ଅଂଶୀ ହେବେ। ଆମେ କଣ ପାଇଁ ଆଉ ପ୍ରାର୍ଥନା କରିଥାଉଛୁ, କଣ ପାଇଁ ଚର୍ଚ୍ଚ ଯାଉଛୁ? ଆମର ଲକ୍ଷ୍ୟ ହଉଛି ସେହା, ଆମେ ଯେପରିକି ଶେଷରେ ପରିତ୍ରାଣ ପାଇବା, ବିନଷ୍ଟ ନହେବା, ବିପଥଗାମୀ ନହେବା, ନର୍କ ନ ଯିବା। ଏଥିପାଇଁ ବୋଲିକି ପରମେଶ୍ୱର ସବୁ କିଛି ତ୍ୟାଗ କରିଦେଲେ।